ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି। ସାର୍ ଯେଭଳି ଭାବେ ଦିନକୁ ଦିନ ବିଜେଡିର ଗୋଟେ ପତନ ହେବାକୁ ଲାଗୁଛି ଆମେ ଯଦି କହିପାରିବା, କାରଣ ସ୍ଥିତି ବର୍ତ୍ତମାନ ଭଲ ନାହିଁ। ତ ଆଗକୁ ଏ ଦଳ ରହିବ ନା ଭାଙ୍ଗିଯିବ ନା ଇତିହାସ ହୋଇଯିବ, କଣ କହିବେ? ଦେଖନ୍ତୁ ବିଜୁ ଜନତା ଦଳ ଏବେ ବି ସଶକ୍ତ ଅଛି। ତାଙ୍କର ଯଦି ଆମେ ଦେଖିବା ଭୋଟ ହାର ଦେଖିବା, ଭୋଟ ହାର ନୁହେଁ ଭୋଟର ପରିମାଣ ଯଦି ଦେଖିବା ତାହେଲେ ଆପଣଙ୍କର ସେ ଭୋଟ ହାର ଏବଂ ପରିମାଣରେ ମଧ୍ୟ ଆପଣ ଦେଖିବେ ଯେ ଭାରତୀୟ ଜନତା ପାର୍ଟି ଠାରୁ ଆଗରେ ରହିଛି। 10 ଲକ୍ଷ ପାଖାପାଖି ଉର୍ଦ୍ଧ୍ୱ ଅଧିକ ଭୋଟ ସେ ପାଇକିରି ଅଛନ୍ତି ଏବଂ ଗୋଟେ ଦଳ ତିଷ୍ଠିବା ପାଇଁ 2-3 ଜିନିଷର ଆବଶ୍ୟକତା ଥାଏ। ଗୋଟେ ହଉଛି ଯେ ଆପଣଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ଏବଂ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ନେତା ମାନଙ୍କର ଆବଶ୍ୟକତା। ଦ୍ୱିତୀୟରେ ଆପଣଙ୍କର ଦଳ ପ୍ରତି ସମର୍ଥନ ଦଉଥିବା ଜନତାର ଆବଶ୍ୟକତା। ତୃତୀୟରେ ହଉଛି ସମ୍ବଳ ଆବଶ୍ୟକତା ଏବଂ ଚତୁର୍ଥରେ ହଉଛି ବିଚାରଧାରା। ଏଠି ଆପଣ ଦେଖିବେ ଯେ ଦଳର ସଂଗଠନ ବର୍ତ୍ତମାନ ବି ତୃଣମୂଳ ସ୍ତରରେ ରହିଛି, ସେତିକି ଭାଙ୍ଗି ନାହିଁ। ସମ୍ବଳ ଯଦି ଦେଖିବେ ତାହେଲେ ବିଜୁ ଜନତା ଦଳ ହଜାର ହଜାର କୋଟି ଟଙ୍କାର ସମ୍ବଳ ଉପରେ ହିଁ ବସିଛି, ତେଣୁକରି ସମ୍ବଳର ଅଭାବ ନାହିଁ। କିନ୍ତୁ ଯୋଉ ଦୁଇଟି ବଡ ଅଭାବ ରହିଛି ବା ଦୁଇଟି ଅନ୍ୟ ଖୁମ୍ବ ଯୋଉ ଦୁଇଟି ଭୁଷୁଡି ପଡିଛି, ସେଇଟା ହଉଛି ଦଳର ବିଚାରଧାରା, ଯୋଉ ଗୋଟାକ ସବୁଠୁ ସଶକ୍ତ ଭାବରେ ଗୋଟେ ଦଳକୁ ବାନ୍ଧି ରଖେ। ବିଜୁ ଜନତା ଦଳର ବିଚାରଧାରା, ସଶକ୍ତ ବିଚାରଧାରା କିଛି ନାହିଁ। ସବୁ ବିଚାର ବିଭ୍ରାଟ ହୋଇଯାଇଛି ବା ଯୋଉ ବିଚାରଧାରା ନେଇ ଦଳ ତିଆରି ହେଇଥିଲା ସେ ବିଚାରଧାରା ବର୍ତ୍ତମାନ ତାକୁ ସମାଧିସ୍ଥ ହୋଇଛି ବା ତାକୁ ମାଟି ତଳେ ଦଳ ପୋତି ଦେଇଛି, ଯାହା ଫଳରେ ତାକୁ ପୁଣି ଉଠିବା ପାଇଁ କଷ୍ଟ ହଉଛି। ଏବଂ ଆଉ କଥାଟି ଆମେ ଆଲୋଚନା କଲେ ଯେ ନେତା ମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥାରେ ମାନେ ଯୋଉମାନେ ଆପଣଙ୍କର ଯାହାକୁ କହନ୍ତି ଡେମୋକ୍ରାଟିକ ଏଲିମେଣ୍ଟସ, ସେମାନଙ୍କର ଘୋର ଅଭାବ ରହିଛି। ଦଳରେ ବର୍ତ୍ତମାନ ଜଣେ ମାନେ ଆପଣଙ୍କର ଡେମୋକ୍ରାଟିକ ଏଲିମେଣ୍ଟ ନାହାନ୍ତି କହିଲେ ଭୁଲ ହବ ନାହିଁ। କାରଣ ଯୋଉ ଡେମୋକ୍ରାଟିକ ଏଲିମେଣ୍ଟ ମାନେ ଦଳକୁ ତିଆରି କରିଥିଲେ, ନବୀନ ପଟ୍ଟନାୟକ ସେମାନଙ୍କୁ ଜଣକ ପରେ ଜଣେ ବିଦା କରିଦେଇଛନ୍ତି। ଅତି ଦୟନୀୟ ଭାବରେ ସେମାନଙ୍କର ରାଜନୈତିକ କ୍ୟାରିୟରକୁ ଖତମ କରିଦେଇଛନ୍ତି ଏବଂ ସିଏ ଯୋଉ ନୂଆ ପିଢିର ନେତା ମାନଙ୍କୁ ତିଆରି କଲେ, ଏମାନଙ୍କ ଭିତରୁ ଅଧିକାଂଶ ନିଜ ନିଜର ଶକ୍ତି, ନିଜ ନିଜର ସମୃଦ୍ଧି ବଢେଇବାରେ ଲିପ୍ତ ରହିଲେ। ତା ଭିତରେ ଜଣେ କେହି ଜନତାର ନେତା ହେଇପାରିଲେ ନାହିଁ। ଯୋଉ ଅବିଶ୍ୱାସ, ଯୋଉ ଆମେ କହିପାରିବା, ଯେତେବେଳେ ସେମାନେ ଜନତାର ନେତା ହେଇପାରିଲେ ନାହିଁ, ଦଳକୁ ସେମାନେ ସମ୍ଭାଳିକି ରଖିପାରିବାର ତାକତ ହେଇକିନା ମାନେ ରଖିପାରୁନାହାନ୍ତି କିମ୍ବା ସେତିକି ବିଶ୍ୱାସ ଜନ୍ମେଇ ପାରୁନାହାନ୍ତି। ତ ଦଳ ବଞ୍ଚିକିରି ରହିବ ସେଥିରେ କିଛି ଅସୁବିଧା ନାହିଁ। ଦୁଇଟି ଖୁମ୍ବ ବର୍ତ୍ତମାନ ପୋକ ଖାଇଯାଇଛି ବା ପୋକରା ହେଇଯାଇଛି। ଆଉ ଯୋଉ ଦୁଇଟି ଖୁମ୍ବ ରହିଛି ସେ ଦୁଇଟି ସଶକ୍ତ ଖୁମ୍ବ ରହିଛି, ସମ୍ବଳର ଖୁମ୍ବ ରହିଛି ଏବଂ ସଂଗଠନର ଖୁମ୍ବ ରହିଛି। ତେଣୁକରି ବର୍ତ୍ତମାନ ଆମେ କହିପାରିବା ଯେ ଏଇ ଦୁଇଟି ଖୁମ୍ବ ଉପରେ ଦଳ ଆହୁରି କିଛି ଦିନ ଛିଡା ହୋଇଯାଇପାରେ। ଯେତେବେଳେ ଏଇ ଦୁଇଟି ଖୁମ୍ବରେ କୌଣସି ବିଭ୍ରାଟ ହବ, ସମ୍ବଳ ନେଇକରି ଯଦି କିଛି ବିଭ୍ରାଟ ଭବିଷ୍ୟତରେ ହେଇପାରେ, ସଂଗଠନରେ ଯଦି କିଛି ବିଭ୍ରାଟ ହେଇପାରେ, ତାହେଲେ ଦଳ ଭୁଷୁଡି ପଡିବ। କିନ୍ତୁ ଏତେ ଶୀଘ୍ର ଯୋଉ କୁହାଯାଉଛି ଦଳ ଭୁଷୁଡି ପଡିବ, ତାହା ସମ୍ଭବ ନୁହେଁ। ଯଦି ସେ ଖୁମ୍ବ ଯୋଉ ଆପଣଙ୍କ ପୋକ ଲାଗି ଯାଇଥିବା ସେ ଖୁମ୍ବକୁ ସଜାଡା ଯାଇପାରେ, ପୁଣି ଦଳ ଆଉ ଥରେ ଶକ୍ତ ହେଇକି ଛିଡା ହେଇପାରେ। ସାର୍, ଜଣେ ରାଜନୈତିକ ସମୀକ୍ଷକ ଭାବେ ଆପଣ ଏଇ ବିଜୁ ଜନତା ଦଳର ଭବିଷ୍ୟତକୁ ଆପଣ କେମିତି ଦେଖୁଛନ୍ତି? କାରଣ ଆପଣ ଦେଖିଥିବେ ଦିନକୁ ଦିନ ଯେଭଳି ଭାବେ ଆପଣ ପୂର୍ବରୁ ମଧ୍ୟ ଦେଖିଛନ୍ତି, ତ ଦଳ କାହାକୁ ଗୋଟେ ନୂଆ ଚେହେରା କରିକି ଆଗକୁ ବଢିବ? କାରଣ ଆପଣ ଦେଖନ୍ତୁ ଦଳ ନବୀନ ପଟ୍ଟନାୟକ ଯେ ଆପଣ ଯାହାକୁ ଦେଖୁଛନ୍ତି, ବ୍ୟାଚଲର ଚିଫ ମିନିଷ୍ଟର, ଘର ନାହିଁ, ଘର ଅଛି ପରିବାର ନାହିଁ, କି ଲୋକ କୁହନ୍ତି ତାଙ୍କର ମାନେ ଆପଣଙ୍କର କିଛି ଆସକ୍ତି ନାହିଁ। କିନ୍ତୁ ନବୀନ ପଟ୍ଟନାୟକ ଇତିହାସରେ ଯାହା ଆମେ ଦେଖିଲେ, ଏ 25 ବର୍ଷ 27 ବର୍ଷର ଇତିହାସରେ ଯାହା ଦେଖିଲେ, ନବୀନ ପଟ୍ଟନାୟକ ଯୋଉ ପରିବାରବାଦ ଭିତରେ ଦେଇଥିଲେ ସେ ପରିବାରବାଦକୁ ବହୁତ ପରିମାଣରେ ଭଲ ପାଇଲେ। ଯୋଉ ନବୀନ ପଟ୍ଟନାୟକ ଦୁର୍ନୀତିର ବିରୋଧରେ ନାରା ଦେଇକି ଯାଇଥିଲେ, ତାଙ୍କ ସମୟରେ ଓଡିଶାର ଯୋଉ ଦୁର୍ନୀତି ହେଲା, ଭାରତ ବର୍ଷରେ ଏଭଳି ଦୁର୍ନୀତି କୋଉଠି ଦେଖାଯାଏ ନାହିଁ। ଏତେ ବଡ ବଡ ଦୁର୍ନୀତି ଦେଖାଯାଏନି ଯୋଉଠି ଲକ୍ଷ ଲକ୍ଷ କୋଟି ଟଙ୍କାର ସ୍କାମ ହେଇଛି। ତାଙ୍କ ସମୟରେ ତାଙ୍କର ନେତା ମାନେ, ତାଙ୍କର ଏମଏଲଏ ମାନେ, ଏମପି ମାନେ ଦୁର୍ନୀତିରେ ମାନେ ଲିପ୍ତ ରହିକିରି ଜେଲକୁ ଯିବା, ଏଭଳିଆ କୌଣସି କମ ସ୍ଥାନରେ ଦେଖାଯାଇଥିବ। ବିଜେଡିର ସାଂସଦ, ବିଜେଡିର ଏମଏଲଏ ମାନେ ଦୁର୍ନୀତି ବିରୁଦ୍ଧରେ, ଦୁର୍ନୀତି ଭିତରେ ଲିପ୍ତ ରହିକି ତାଙ୍କୁ ଜେଲ ଯିବାକୁ ପଡିଲା, ସିବିଆଇ ଦ୍ୱାରା ଗିରଫ ହେଇକି ପଡିଲା।
ता सत्वे नवीन पट्टनायक से बहु समय घोड़ाइबा चेष्टा करछन्ति एवं दल जो प्रक्रिया चली दल गोटे व्यक्तिवाद दल भितर चली ओडिशा लोकंकर दल भाव जन्म नहीं किंतु एटा हेगला नवीन पट्टनायक दल एटा हला प्यारी मोहन महापात्र दल एटा हला भिके पांड्यान दल एटा हला प्रणव प्रकाश दास दल मानस मंगराज डीएस कुटे आशीष सिंह भली लोकंकर दल हेगला जहाँ फल लोक सेठू आपणकर मुह मोड़ा को चेष्टा कले तो नवीन पट्टनायक जे पर्यंत दल को डेमोक्रेटाइजेशन न करछन्ति गणतांत्रिक विधि व्यवस्था भितर आउ क्या बाट आग को न छाड़ी से पर्यंत दल आम कहीपर ये गोटे व्यक्तिवाद दल हिसाब से चली जितेबले प्रेजेंट जेनेरेशन लोक व्यक्तिवाद को विरोध करुँच गोटे व्यक्ति दल या दिन सभापति रही दल को चलेबा ताकू प्रेजेंट जेनेरेशन बा नुआ पीढ़ी जनता ताकू सहजरे ग्रहण करें ना से अनुमान करे ये व्यक्तिवादी दलर भविष्यत उज्जवल कि अंधकारमय। निहाती भावे बहुत बहुत धन्यवाद सर आपन को आलोचना पे।